ନାଇଁ ମାନେ ଇନକମରେ ବି ନିଜର କମିଗଣି ହଁ ଓକେ ଆମେ ଆଗରେ ବେଶୀ ଥାଏ एग्जैक्टली ତାଙ୍କର ମାଇନରିଟି ଯଦି ତାଙ୍କ ମେଣ୍ଟାଲି ଆଉ ତାଙ୍କ ମେଣ୍ଟାଲିଟି ଉପରେ ଫୋକସ କରିବା ଦେନ୍ ସେ ସବୁ ହାୟର ସୁପେରିୟର ଅଛନ୍ତି ସେମାନେ ଇନଫେରିୟର ସେମାନେ ସେମିତି ନିଚ ନଜର ଦେଖୁଥିବେ ଏବେ ଆମେ ନ ଦେଖିଥିବୁ ବିକଜ वी आर एजुकेटेड କିନ୍ତୁ ରୁରାଲ ଏରିଆର ଲୋକ ଅଛନ୍ତି ଏକ୍ସାମ୍ପଲ ମତେ ବୋଲିକି ଆମେ ରିଜର୍ଭେସନ କଥା ଯେପର୍ଯ୍ୟନ୍ତ ଦେଖିବା ନ ଛାଡିଛନ୍ତି ସେ ପର୍ଯ୍ୟନ୍ତ ରିଜର୍ଭେସନ ହଟିପାରିବ ନାହିଁ କିନ୍ତୁ ରିଜର୍ଭେସନ ପାଇଁ ଆମକୁ ବି ତଡପିବାକୁ ପଡୁଛି ସେମାନେ ଦେଖୁଛନ୍ତି ତ ସେଇ ଜିନିଷ ବୁଝିବା ଦରକାର ସେଇ ଜିନିଷ ସମସ୍ତେ ବୁଝିବା ଦରକାର ବୁଝିପାରୁଛନ୍ତି ତେଣୁ ଯେପର୍ଯ୍ୟନ୍ତ ମୁଁ ଗୋଟେ ଜିନିଷକୁ ଇଚ୍ଛା ଦେଖେଇବି ନାହିଁ ମୁଁ ଦେଖେଇଲା ପରେ ତାପରେ ତାକୁ ଏବେ ନିଜ କନଜର୍ଭ କରିବା କଥା ଭାବିବି ଯଦି ମୁଁ ଦେଖେଇବି ହିଁ ନାହିଁ ତ ମୁଁ କଥା ଆସିବନି ବା ତାଙ୍କ ରିଜର୍ଭେସନ କଥା ଆସିବନି ମୁଁ ଯେହେତୁ ଏତେ ବର୍ଷ ହେଲା ଗୋଟେ ନିର୍ଦ୍ଦିଷ୍ଟ ବର୍ଗକୁ ସମସ୍ତେ ନିଜ ଦେଖେଇଲେ ତାପରେ କଥା ହଉଥିବା ତାହେଲେ ତାଙ୍କୁ ପ୍ରୋଟେକ୍ସନ ନିହାତି ଦବା ଦରକାର ନହେଲେ ତାଙ୍କ ପ୍ରୋଟେକ୍ସନ ଅଛନ୍ତି ସେତେ ବାଟ ଚାଲିପାରିବେନି ବୁଝିପାରୁଛ ଏବେ ସେ ସେଇ ଜିନିଷଟା ବ୍ୟାକଗ୍ରାଉଣ୍ଡ ହଉଛି ଯେ କାହିଁକି ରିଜର୍ଭେସନ ହଉଛି କିନ୍ତୁ ତାର ବ୍ୟାକଗ୍ରାଉଣ୍ଡ ବି ଦେଖିବାକୁ ପଡିବ ବୁଝିପାରୁଛ ତ ବ୍ୟାକଗ୍ରାଉଣ୍ଡ ଦେଖିବାକୁ ପଡିବ ଲାଇକ ଏଥର ଧର ହଷ୍ଟେଲରେ ମୁଁ ରହୁଛି ଏବେ ହଷ୍ଟେଲରେ କଟ ଅଫ୍ ମାର୍କ ମୋର 80% ଥିଲା ସରି 85% ଥିଲା ତ ଯୋଉ ସେକେଣ୍ଡ ସିଲେକ୍ସନ ଗଲା 86 ପଏଣ୍ଟ ସମଥିଙ୍ଗ ଗଲା ଆଉ ଯୋଉ ଥର୍ଡ ସିଲେକ୍ସନ ଆସିଲା 85 ପଏଣ୍ଟ ସମଥିଙ୍ଗ ଯୋଉ 85 ପଏଣ୍ଟ ସମଥିଙ୍ଗ ସେଟା ଜଣେ ବୋଧେ ଏସଟି ପିଲାଟେ ନେଲା କିଛି ଗୋଟେ ତ ମୋର ସେଠି ରବର ଛିଡିଗଲା କି ଭାଇ କଟ ଅଫ୍ ମାର୍କ ଯଦି ପଏଣ୍ଟ ରୁ ଗଣା ହଉଛି ତାଙ୍କର ବୋଧେ ଟିକେ କମ ଥିଲା ସେ ଯୋଉ ପିଲା ଜଣ ଅଛନ୍ତି ତାଙ୍କର କମ ଥିଲା ମୋଠୁ ତ ମତେ ସେଇଠି କଣ ବାଧିଲା କି ଭାଇ ମୁଁ ତାଙ୍କଠୁ ଅଧିକ ରଖିଛି ସିଏ ସିବିଏସଇ ଷ୍ଟୁଡେଣ୍ଟ ମୁଁ ସିବିଏସଇ ଷ୍ଟୁଡେଣ୍ଟ ଆମର ବୋର୍ଡ ଏକା ଆମ ପାଠ ପଢିଲୁ ଏକା ଏକ ଟିଚର ଇନଷ୍ଟିଟ୍ୟୁସନ ବି ଏକା କିନ୍ତୁ ମେନ୍ ଜିନିଷ କଣ ହେଲା ତାଙ୍କୁ କମ କଟ ଅଫ୍ ରୁ ନିଆ ହେଲା ଆଉ ମତେ ସେଇ କଟ ଅଫ୍ ର ଅଧିକ କଟ ଅଫ୍ ଦିଆବାକୁ ପଡୁଛି ଯୋଉଟା କି ମୋର ବି ତ ସାଇକୋଲୋଜିକାଲି ମୁଁ ତ ସେମ୍ ନା ଆମେ ସାଇଣ୍ଟିଫିକ ଦେଖିବା ମୋ ମୁଣ୍ଡ ଯେତିକି ତାଙ୍କ ମୁଣ୍ଡ ସେତିକି ମୋ ଆଇକ୍ୟୁ ଯେତିକି ତ ଡିସପାରିଟି ଏଇ ଜାଗାରେ ହଉଛି କାହିଁକି ଯଦି ଦେଖିବା କିନ୍ତୁ କାଷ୍ଟିଜମ ଆମର ଭୁଲ ରହିଲେ ତାଙ୍କୁ ରିଜର୍ଭେସନ ମିଳିଲା ସେ ରିଜର୍ଭେସନ ଏବେ ଆମକୁ ହିଁ ଭୋଗ କରିବାକୁ ପଡୁଛି ସେ ଜିନିଷଟା ଆମେ କହିଛୁ ଆମେ ଯେମିତି କହିବା ସେମ୍ ଏକ୍ସାମ୍ପଲ ମୋ ବାପା ଯେତେବେଳେ ପଢୁଥିଲେ ତାଙ୍କ କଥା କହୁଛି ହେଲା ଯେତେବେଳେ ଆମେ ବି ମୁଁ ଏସସି ବ୍ୟାକଗ୍ରାଉଣ୍ଡ ଯେତେବେଳେ ବାପା ବିଜେପିରେ ପଢୁଥିଲେ ବାପା କୁହନ୍ତି ଆମକୁ ଖାଇବା ବାଢିକି ଦିଆଯାଏ ଯୋଉ ମେନ୍ ଜାଗାରୁ ମାନେ ମେନ୍ ଯୋଉଠି ଖାଇବା ଭାତ ଖାଇଥିବ ସେ ସେ ଜାଗାରୁ ଆଉ ଗୋଟେ ଜାଗାକୁ ଗୋଟେ କରାଯିବ ଓକେ ସେମାନେ ନିଜେ ବାଢି କାହିଁକି ନା ଡାଇରେକ୍ଟ ଟଚ୍ ବୁଝିପାରୁଛନ୍ତି ସେ ଜିନିଷଟା ଯେତେବେଳେ ବାପା ଏଇ କଥା କହୁଛି ଯେତେବେଳେ ସିଏ ଏତେ ଏଜୁକେଟେଡ ହେଇକି ଏଇଠି ପଢିକି ବିଜୟ ପରିକା ଏଇ ଭୁବନେଶ୍ୱର ପରିକା ଏଇ ଜାଗାରେ ରହି ଯେତେବେଳେ ଆମେ ଜେଜେବାପା ତାଙ୍କ କଥା ଶୁଣି ପାରୁନୁ ଯୋଉ ଲେଭେଲର ଯୋଉ ଡିସକ୍ରିମିନେସନ ହଉଥିଲା ତାପରେ ଆମେ ଯେତେବେଳେ ଆମେ ଭଗବାନଙ୍କ ବ୍ଲେସିଂସ ରୁ ବା ସମସ୍ତଙ୍କ ଆଶୀର୍ବାଦ ଆମେ ଚାରି ଭାଇ ଭଉଣୀ କୋଉଠି ବି ଆମେ ରିଜର୍ଭେସନ ପାଇଲୁ ସବୁଠି ଅନରିଜର୍ଭ ହିଁ ପାଇଛୁ କିନ୍ତୁ ରିଜର୍ଭେସନ ଚାହିଁଲେ ବି ଆମ ମୋର କାଷ୍ଟ ମୋ ପିଛା ତ ଛାଡିବନି ସେ ସମସ୍ତ ତାହେଲେ ଗୋଟେ ଏମିତି ଏକ୍ସାମ ଅଛି ନା ଯୋଉଥିରେ ରିଜର୍ଭେସନ ଲାଇନ ଲାଇକ ଚାରିଟା ଗାର୍ଡେନ ଏମିତି କିଛି ନାହିଁ ଅଛି କିନ୍ତୁ ଯେହେତୁ ମୁଁ ଯୋଉ ଏରିଆରେ ରହୁଛି ଏଇ ଜାଗା ମୋର ଆସିଛି ୟୁଆର ପାଇଛି ଅନରିଜର୍ଭ ମୁଁ ମୋ ଭଉଣୀ ସବୁ ଜାଗା କିନ୍ତୁ ମୋ କାଷ୍ଟ ମୁଁ ଚେଞ୍ଜ କରିପାରିବି ମୋ କାଷ୍ଟ ରହିବି କିନ୍ତୁ ଦିଟା କ୍ୱେଶ୍ଚନ ସେଇଠି ମୁଁ ଦେଖ ଆପଣଙ୍କ ଉପରେ ବି କ୍ୱେଶ୍ଚନ ଉଠୁଛି କି ଆପଣ ରିଜର୍ଭ ରେ ରହୁଛନ୍ତି ସେଇ ଜିନିଷଟା ଯେତେବେଳେ ପିଲାମାନେ ଆମର ତାଙ୍କ ଝିଅ ପାଇଲାନି ମୁଁ ପାଇଲି ତ ସେ ତ ଅଛି ରହି ଆସିବ ସମାଜରେ ଆଉ ହଁ ତମେ ଏଥିରେ ପାଇଥିବେ ତମେ ବାପାଙ୍କୁ ଯିଏ ନା ସ୍ତ୍ରୀ ବନେ ପାଇଛି ତମେ ଜାଣିଛ ଆମେ ଏଥିରେ ପାଇଛୁ ବା ମୁଁ ଜାଣିଛି ଆଉ ମୁଁ ଏଇଆ କହୁଛି ସମସ୍ତେ ମାନେ କାଟାଗୋରୀ ହେଇକି ଘରେ ପାଇଛୁ ସବୁ ପ୍ରକାର ହେଇଛି ସବୁ ପ୍ରକାର ଡୋମେନ୍ ହେଇଛି ସବୁ ପ୍ରକାର ସେଟ୍ ହେଇଛି କିନ୍ତୁ ଯେତେବେଳେ ମୁଁ କହୁଛି ହଉ ଏବେ ସିନା ଆମେ ଚାରିଟା ପିଲା ବା ଆମେ ମୋ କଥା କହିପାରିବୁ ଯେ ହଁ ମୁଁ ପଢୁଥିଲି ବୋଲି ମୁଁ ୟୁଆରରେ ପାଇଛି ହଉ ଯେହେତୁ କାଷ୍ଟ ତ ବିଚ୍ ଅଛି ବଟ୍ ରହିବ ମୋ ସହିତ ଯଦି କାଷ୍ଟିଜମ ଉଠିଥିଲେ ପ୍ରୋବ୍ଲେମ ତ କାଷ୍ଟିଜମ ରହିବନି ନା ତ ଆମେ ପୁରା କାଷ୍ଟିଜମ କାଇଁ ଉଠେଇ ଦଉନେ ଲାଇକ ଯେମିତି କି ଋଗ୍ବେଦ ଯଜୁର୍ବେଦ वगैरह ରେ ମାନେ ବେଦାସ ଟାଇମ ରେ ଆମର କାଷ୍ଟିଜମ ଆମେ କେମିତି କହୁଛେ ତମେ କହୁଛେ କାଷ୍ଟିଜମ ଉଠିବ କାଷ୍ଟ ଉଠିବ ହେଲା ତମେ ନିଜେ ଭାବ ଆମେ ଏବେ ଯେ କଥା ହଉଥିଲେ ନା ଏବେ ବି ଆମେ ଛୁଆ ଛୁଆ ମାନୁଛୁ କାଷ୍ଟ ଉଠେଇଦେଲା ପରେ ବି ଗୋଟେ ଏସଟି ପିଲାକୁ ଗୋଟେ ବ୍ରାହ୍ମଣ ଘରେ ଆଲାଉ କରିବେ କି ତାହେଲେ କେମିତି ଭାବିବା
जदि आम भाभी रिजर्वेशन एजुकेशनल स्ट्रेटेजी रे थरक हाँ आम ନିଜର इंटेलिजेंस लेवल हिसाब रे आम जॉब से किंतु हमके एटा के जानिବାକୁ ପଡିବ ଆମର जो परसेंटेज सेट करा जायछि जेमती गुटे गुटे को स्टेट को अछि हम कंप्लीट सब रिजर्वेशन हटे दबा एई भଳି भाबरे तो सेटा कंप्लीट हबनु ना ओके ଆଉ ଗୋଟେ ଜିନିଷ ସବୁ ଜିନିଷ ଆମେ କହି ବି ପାରିବାନି ଯେ ଏଇ ଜିନିଷଟା ହଟି ପାରେ କିନ୍ତୁ ଆମକୁ ଗୋଟେ ଚ୍ୟାନେଲ ବା ଗୋଟେ ପ୍ରୋସେସ ରେ ଜାଣିବାକୁ ପଡିବ ଯେ ପର୍ଯ୍ୟନ୍ତ ମାଇଣ୍ଡ ସେଟ ଚେଞ୍ଜ ହେଇନାହିଁ ସେ ପର୍ଯ୍ୟନ୍ତ ଆମେ ଭାବି ପାରିବାନି ଯେ କାଷ୍ଟ ଚେଞ୍ଜ ହେଇପାରିବ ଆମେ ଯେମିତି କହୁଛେ ଯେ ଯେମିତି ଆମେ କହିଲେ ଯେ ଆମେ ଜାଣିଛେ କର୍ମ ହିସାବରେ ଜାତି ଆମେ ଯଦି ଆମ ପିତା ହିସାବରେ କିନ୍ତୁ କୋଉଠି ନାଇଁ ବଡ ମନ୍ଦିରରେ ଆମେ ତ ଦେଖିବି ଏସଟି ର ଲୋକଟେ ଯାଇକି ପୂଜା କରୁଛି ଯଦି ଆମେ କହୁଛେ ଆମ କାମ ହିସାବରେ ମୋ ଡିଫାଇନ୍ ହବା ଦରକାର ସେ ଜିନିଷଟା ତ ହେଇପାରୁନି ନା କେତେ ଜିନିଷ କେତେ କାଷ୍ଟ ପାଇଁ ଆମେ ରହିବା ଦରକାର ଆମେ ଏମିତି କହିବା ସେ ଜିନିଷ ସ୍ମୁଥ ଫଙ୍କସନ ପାଇଁ କିନ୍ତୁ କହିବାର ମାନେ ହେଲା ଯେ ଯୋଉ ସେ ଯୋଉ ଜଣଙ୍କୁ ଉଚ୍ଚା ଦେଖେଇବା ଜଣଙ୍କୁ ନିଚା ଦେଖେଇବା ସେଠି ଆସୁଛି ଭୁଲ ସେ ଗୋଟେ ଜିନିଷ ଉଠିବାର କିଛି ସଲ୍ୟୁସନ ନାହିଁ ଆମକୁ ଲାଗୁଛି ଏତେ ଲୋକଙ୍କର ମାଇଣ୍ଡ ସେଟ ଚେଞ୍ଜ ଆମ ଫ୍ୟାମିଲିର ମାଇଣ୍ଡ ସେଟ ଚେଞ୍ଜ କରିବା ଲାଇକ୍ ଏବେ ବି ଯଦି ମୁଁ କହିବି ମୋ ଜେଜେମାଙ୍କ କଥା ମୋ ଜେଜେମା ରାମାୟଣ ମହାଭାରତ ନିହାତି କିଛି ଶ୍ଲୋକ ସବୁ ମନେ ରଖିଛନ୍ତି ତମେ ଜେନେରେସନ ଟୁ ଜେନେରେସନ ଦେଖି ତ ସେଟା କମି ଯାଉଛି ଫର୍ଦର ଫ୍ୟୁଚର ହେଲା ସେଟା ତ କେହି ଏବେ ମାନୁନାହାନ୍ତି ନେଗ୍ଲିଜିବଲ ହେଇଗଲାଣି କାଷ୍ଟ ସିଷ୍ଟମଟା ନେଗ୍ଲିଜିବଲ ହେଇଗଲାଣି ତ ଏମିତି କିଛି ପସିବଲ ଚାନ୍ସେସ୍ ନାହିଁ କି ସେଟା ପୁରା ଉଠିଯିବ तो लाखों की बहुत लाखों से आपको एक एप्लीकेशन दैट ये बने ନିଜର मेरिट बेसिस पे पाई परसेंटेज ଯେତିକି ଦିଆଯାଇଛି ତାହା ଚେଞ୍ଜ ଆସିବ ଯେମିତି ସପୋଜ କହିବ 100 ରୁ 20% ରଖିଲେ ଏସଟି ପାଇଁ ଏସଟି ତାହା ରିଡ୍ୟୁସ ହେଇପାରେ ସେ 20% ମେ ବି ରିଡ୍ୟୁସ ହେଇପାରେ ଆଉ ନହେଲେ 10 କିନ୍ତୁ ମତେ ଲାଗୁନି ଯେ ପୁରା କମ୍ପ୍ଲିଟଲି ହଠାତ୍ ରାତି ଭିତରେ ଯିବ ଆଉ ଦେଖ ଆମେ ଯଦି ଭାବିବା ଏଇ ସବୁ ଜିନିଷ ହଟେଇବ କିଏ people का माइंडसेट पीपल को माइंडसेट हिसाब से सरकार किसको ଜାଣିଥିବ ରାଜନୀତି ଉପରେ ଚାଲିଛି even पार्लियामेंट ही एक गोटे को सपोर्ट कर दोची कारण रिजर्वेशंस ऑफ लोग माइनॉरिटीज को रखिबी निजे ही सरकार ये कर ଆମେ ସବୁ ଜିନିଷ ଏବେ ଆମେ ଜାଣିଛି ଆମ सरकार को पाए दरकार ଯୋଉଠି ଏତେ ଏତେ ଭଳି ଭାବରେ ଡିଫରେନ୍ସିଏସନ ଅଛି ସମସ୍ତଙ୍କୁ ନେଇକି ଗୋଟେ ଗଣତାନ୍ତ୍ରିକ ହିସାବରେ ଚାଲିଛି ଯୋଉ କୋଉଠି ନା କୋଉଠି ଏଇ ସବୁ ଜିନିଷ ସରକାର ଚଲେଇବା ପାଇଁ ବି ଦରକାର ଏଇ ସବୁ ଜିନିଷ ପାଇଁ ସରକାର ଭାଙ୍ଗି ପଡିବ ଯଦି କହିବି ମୁଁ କମ୍ପ୍ଲିଟ ରିଜର୍ଭେସନ ହଟେଇଦେବି ନା କେତେଟା ହଟେଇଦେବି ମାନେ କଣ କିଛିଟା ଲୋକଙ୍କର ଖୁସି ହେବେ କିଛିଟା ଲୋକ ଦୁଃଖୀ ହେବେ ଯୋଉମାନେ ଦୁଃଖୀ ହେଲେ ତାଙ୍କୁ ତ ଭୋଟ ଆସିବ ଦେଖିବା ଆସିବ କି ନାଇଁ ତ ମୁଁ କାହାକୁ ଖୁସି କରିବି ତାହେଲେ ତ ତେଣୁ ମତେ ବି ବାଲାନ୍ସ ରଖିବାକୁ ପଡିବ ଆଜି ଯିଏ ବି ଗଭର୍ଣ୍ଣିଂ ପାର୍ଟି ଅଛି ମତେ ବାଲାନ୍ସ ରଖିବାକୁ ପଡିବ ବୁଝିପାରୁଛ ଆଉ ରହିଲା କଥା परसेंटेज को स्टेट रे को कास्ट जो सर्वे करा जाउची तार परसेंटेज केते अछि ओके सपोज हम करो ई जगह रे 60% लोक अछंती एसटी ओके 20% लोक अछंती सपोज ओबीसी आ 20% अछंती हमर जनरल बैकग्राउंड तो ताको अपॉर्चुनिटी मध्ये सेम भाबे सेट करछ ओके हम जेमि कहूची तापर आम्म ମାନଙ୍କୁ ଭିତରେ ଏ ସବୁ ଜିନିଷଟା କାହିଁ ଆସିଛି କି ଆମେ ବି बहुत प्रकार विभिन्नता ରହିଯାଇଛି कास्ट सब कास्ट रिलीजन सब रिलीजन विभिन्न प्रकार मिसे कि तमे अच्छे ना किंतु अच्छे सुंदर कथा ना हमें अच्छे किछि तो गोटे जिंस हमें तो मारवट तो मिथिला जो हो जे न्यूज़ पे देखु जे हो जो सेई कोन भाबे होली जे पूरा हरा कथा किछि ना किछि एबे तो गोटे जिंसा मध्ये सुंदरता जे बहुत विभिन्नता भितर हम बांधी के अच्छे ଏଇଟା ଗୋଟେ ସୁନ୍ଦର ଜିନିଷ ଯେ ବିଭିନ୍ନ ମାନେ ଜିନିଷ ରହିବ ଏଇ ଜିନିଷଟା ହଟେଇ ତ ବହୁତ ହେଇଯିବ ଆମେ କହୁଛେ ପୁରା ସୁନାର ଦେଶ ଗୋଟେ ହେଇଯିବ ତେଣୁ ଏଇ ଜିନିଷଟା ହବ ଆଉ पॉसिबल चांसेस तो है नहीं କୋଉଠି କଣ ହବ କରିପାରିବାନି ତାପରେ ମାଇଣ୍ଡସେଟ यार ये कैसे बदल ही गए बदल ବେଳେ ବେଳେ ପୁଣି 30% ଆମେ ଯେମିତି ଆମ ଘରେ ଲୋକ ଟୋଟାଲ
ସନ୍ଧ୍ୟା ସକାଳ ଖରା ବେଳେ ପୂଜା କରିଲେ ପୁରା ଖରା ବେଳେ ବି। ଆଉ ମତେ ଯଦି ମୁଁ ଥରେ ଠାକୁର ପୂଜା କରିଦେଇଥିବି ସେକେଣ୍ଡ ଟାଇମ ଯଦି ପଚରା ହବ ନା ଧନ କୋଉଠି ଯାଇକି ମୋ ଫ୍ରିଜ ପଚରା କାହିଁକି ଛାତ ଠାକୁର ପୂଜା ଉପରେ କରିବୁ ପସନ୍ଦ? ଡ୍ରେସ ଚେଞ୍ଜ କରିବାକୁ ପଡେ ମତେ। ନା ଶୁଣ ଏଇ ଯୋଉ ଶୁଣ ଆମେ ଏଇ ମତେ ଯୋଉ ଯଦି ଏତିକି ପଚରା ବିନା ଗାଧେଇକି ତୁ ଠାକୁର ପୂଜା କରିଦେ କିଛି ନାଇଁ କରିବାକୁ ଦେଖ ପଡିବନି। ଆମ ଶୁଣ ଆମର ତମେ କିନ୍ତୁ ଆମର କିଛି ଶାସ୍ତ୍ର ଯଦି ଆମେ ଯାହାକୁ ମାନୁଛୁ ଆମେ ପାଠ ବହି କଥା ଛାଡିଦବୁ ଆମ ଏକ୍ସିଷ୍ଟାନ୍ସ ଆମେ ଯାହାକୁ ଆମ ଧର୍ମ ହିସାବରେ ଗୀତା ଧରିକି ମାନୁଛୁ ଆମର ଦେଖ କେତେଟା ରୁଲ୍ସ ଅଛି କେତେଟା ରୁଲ୍ସ ଅଛି ଯେ ଏଇଭଳି ଭାବେ ପୂଜା କରାଯାଏ ଆଉ ମୁଁ ଏକ୍ସଟ୍ରିମ ଲେଭେଲ କଥା କହୁନି ମୁଁ ନିହାତି ଭାବରେ ଏକ୍ସଟ୍ରିମ୍ ଲେଭେଲ କହିଲେ ତମ ପାଇଁ ପୂଜା ଆମେ ଛାଡିଦେବି। ଆମେ କଣ କିନ୍ତୁ ଯେତିକି ବେସିକ୍ସ ଦରକାର ନିଜର ତମେ ନିଜେ ଭାବ ଆମେ ମୁଁ ଜାଣି ତମମାନଙ୍କୁ ଗାଧେଇବାକୁ ଭଲ ଲାଗେ କି ନାହିଁ କିନ୍ତୁ ଗୋଟେ ଫ୍ରେଶନେସ୍ ଆସେ ନା ନାଇଁ ସେଟା ତ 11ଟା 8ଟା ବେଳେ ଆପଣ କହିବେ ମୁଁ ଗାଧେଇବି ମାମା କହିଲେ ସକାଳ 6ଟାରୁ ଧନ ଗରମ ପାଣି କରୁଛି ଯାଇ ଗାଧେଇ ପଳେଇଲୁ। ନାଇଁ ନା ତମେ ଆଇଁଷ ଶୁଣ ଆମେ ଯଦି ବାୟୋଲୋଜିକାଲି ବି ଯିବା ଆମ ଡାଇଜେଷ୍ଟିଭ ସିଷ୍ଟମ ଯେତେ ଜଲ୍ଦି ଗୋଟେ ଭେଜ ଜିନିଷକୁ ଡାଇଜେଷ୍ଟ କରେ ନନଭେଜ ଜିନିଷକୁ କରେ ନା ତ ଆମର ସ୍ମୁଥ ଫଙ୍କସନିଂ ପାଇଁ ଆମ ଏଇ ହିସାବରେ ଆମ ବଡି ପାଇଁ ଏଇଟା ଭଲ କିନ୍ତୁ ଯେ ସେଟା ଖାଉନି ଖାଉ ସେଇଥିରେ ମୁଁ କିନ୍ତୁ ମୋ ପାଇଁ ଯେହେତୁ ମତେ କାମ କରିବାର ଅଛି ଆଗକୁ ନୂଆ ଡେ ଷ୍ଟାର୍ଟ ହଉଛି ତ ସେଇ ହିସାବରେ ମୁଁ 24 ଘଣ୍ଟା ଭିତରେ କେତିକି ଖାଇକି କେତିକି ହଜମ କରିପାରିବି ସେଇ ହିସାବରେ ଏଇଟା କେତେ ଭଲ ଜିନିଷ ଖାଇପାରିବି ଓକେ ଏଇଟା ହେଲା ଦୁଇଟି ଜିନିଷ କିନ୍ତୁ ଆମେ କୌଣସି ସେଇଟା ଖାଇବାନି ଆଉ ଗୋଟେ ନନଭେଜ ଭେଜ ଉପରେ ତ ନନଭେଜ ଯୋଉ ଖାଉଛେ ଡ୍ରେସ ଚେଞ୍ଜ କରି ଠାକୁର ପେଟ ଭିତରେ ତ ରହିଲା ନା ଖାଇବା ସିଲିୟର କରେନି ପେଟ ଭିତରେ ରହିଲା ଖାଇବାଟା ଗୋଟେ ଅଛି ଯୋଉ ଅନଶୁଦ୍ଧି ଆଉ ଗୋଟେ ଅଛି ଯେ ଯୋଉ ଆଉ ଆମେ ଯଦି ଗୋଟେ ଡ୍ରେସ ଚେଞ୍ଜ କରିବା ଏଇ ପ୍ରକାର ଏକ୍ସଟର୍ନାଲ ଗୋଟେ ଇଣ୍ଟରନାଲ ଯଦି ମୁଁ କହୁଛି ଯେ ମୁଁ ଅଧିକ ଶିଖୁଛୁ ଆମେ ତ ପେଟ ଭିତରେ ତ ଅଛୁ ଓକେ ମଣିଷ ଆମେ ବହୁତ ବହୁତ ଆମ ସୁବିଧା ହିସାବରେ ଆମେ ସବୁ ଜିନିଷ ଲାଇକ ବାହାଘର ଟାଇମରେ ସେମାନେ ଯଦି ସମୟରେ ଖାଉ ବି ନଥିବେ ଯଦି ରବିବାର ବାହାଘର ଥିବ ବାଟା ବାଟ ତାଙ୍କର ସେଇ ରବିବାର ଚାଲୁ ଯଦି ତାଙ୍କର ଇଭେନ ଯଦି ମୋ ବାପା ନନଭେଜ ଖାଆନ୍ତି ବାପା ଯଦି ଇଚ୍ଛା ଥିବ ଖାଇବାରେ ବାପା ବାଟରେ ଥିବରେ ମୋ ବାପାଙ୍କ ରବିବାର ଚାଲିବ ରାତି ତ ହେଇଛି ଯଦି ସେଇ ଜିନିଷଟା ଯେତେବେଳେ ଜଣେ ବ୍ରହ୍ମ ହଉଛି ସେଇ ଦିନ ସେଇ ଜିନିଷଟା ହଉଛି ମ୍ୟାଟର ଆମେ ଆମର ପର୍ସନାଲ ଆମେ ଆମ କନଫିଡେନ୍ସ ହିସାବରେ ମଣିଷ ମାନୁଛୁ କିନ୍ତୁ ଶାସ୍ତ୍ର ହିସାବରେ କଣ ମନାଯିବ ତାହା ଅଲଗା ଡିଫାଇନ୍ ହେଇକି ଅଛି ଏଇଟା ହେଲା କଥା ଆମେ ଆମ ହିସାବରେ ମାନୁଛେ ମୋ ଇଚ୍ଛା ହେଲା ମୁଁ ଦେଖୁଛି ତାଙ୍କୁ ସକାଳେ କିଛି ନା କହିପାରିବିନି ମୁଁ ତାକୁ ରାତିରେ କାମ କରିଦେଉଛି ଓକେ କିନ୍ତୁ ଆମେ ବି ଜାଣିଛେ ଆମେ ଖ୍ରୀଷ୍ଟିଆନ ତାଙ୍କ ହିସାବରେ ଆମେ 12ଟା ପରେ ତାଙ୍କର ଡେ ଷ୍ଟାର୍ଟ କରୁଛୁ ଆମେ ଆମ ଧର୍ମ ହିସାବରେ ସୂର୍ଯ୍ୟ ଉଦୟ ହେଲେ ଆମର ଡେ କାଉଣ୍ଟ କରୁଛୁ କି ଆମେ ତାକୁ ସୂର୍ଯ୍ୟ ଉଦୟ ହେଲେ ଆମର ତାକୁ ଆମେ ନେକ୍ସଟ ଡେ ଆମେ ତାକୁ କାଉଣ୍ଟ କରୁଛୁ ସୂର୍ଯ୍ୟ ଉଦୟ ସୂର୍ଯ୍ୟ ଅସ୍ତ ଏଇଭଳି କାମ ଆଉ ରହିଲା କଥା ପୂଜା କିଛି ତୁ କରୁଛୁ ମତେ ପୂଜା କରିବାକୁ ଭଲ ଲାଗେନି ଏଇ ସବୁ ରେଷ୍ଟ୍ରିକ୍ସନ ପୂଜା କରିବାକୁ ଭଲ ଲାଗେ ପୂଜା କଲା ବେଳେ ସେ ଯୋଉ ପ୍ରୋସିଜର ମେଣ୍ଟେନ କରନ୍ତି ଗାଧେଇବା ଡ୍ରେସ ଚେଞ୍ଜ କରିବା ତାପରେ ଆମେ ଯେତେବେଳେ ରେଡି ହଉଛେ ଆମର ବି ତ ଗୋଟେ ପ୍ରୋସିଜର ଅଛି ସେଟା ଗୋଟେ ଗାଧେଇବି ଏଇଟା ପିନ୍ଧିବି ତାପରେ ସବୁ ଠିକ ଅଛି ତ ନନଭେଜ ଖାଇସାରିଲା ପରେ ଡ୍ରେସ ଚେଞ୍ଜ ଆହୁରି କଷ୍ଟ ନା ସକାଳୁ ଉଠି ଗୋଟେ ଗାଧେଇ ଫ୍ରେଶ ହେଇଛି ନା 4ଟା ବେଳେ ପୂଜା ତ ମୁଁ ସେ ତମେ ଛୁଆଙ୍କୁ ବୁଝିପାରିଲ ମୁଁ ବୁଝେଇବି କି ଆକ୍ଚୁଆଲି ତୁମକୁ ଲାଗୁଛି କି ଜଣକୁ ମାରିକି ପୂଜା କିଛି ଭାବ ଯଦି ଜଣକୁ ମାରିକି କହିବା ମୋର ମୋ ପାଟି ମୋ ପେଟ ଏଇଭଳି ସାଟିସ୍ଫାକ୍ସନ ଯଦି ଆକ୍ଚୁଆଲି ସତରେ ଭାବି ସତରେ ବିବେକ ବାଲା ଭାବିବି ନିହାତି କ୍ୱେଶ୍ଚିନ୍ସ ନାଇଁ ହିଁ ଆସେ ତାପରେ ଆମେ ଜାଣିଛେ ଯେ ଏଇ ଜିନିଷଟା କୋଉଠି ନା କୋଉଠି ଟିକେ ଭୁଲ ଅଛି ଏଇଆ ତ ତେଣୁ ଆମକୁ ଲାଗୁଛି ଯଦି ଗୋଟେ ଜିନିଷ ଭୁଲ କଲି ମୁଁ ଗାଧେଇ ଗଲି ମୋର ବାପ ଭୁଲିଗଲେ ମୁଁ ତାକୁ ପୂଜା କରିପାରିବି ବୁଝିପାରୁଛ କେବଳ ଆମେ ଯେମିତି କହୁଛୁ ମୁଁ ବାର ବାର କୁହେ ଯେ ମୁଁ ଦୁନିଆ ଯୋଉଠି ବି ମିଛ କହିଦେବି ମୁଁ ଠାକୁର ପାଖେ ବସି ମିଛ ଆସେ କଲି ଚାନ୍ସ ନାହିଁ ଆସିବ ତମେ ଠାକୁର ପାଖେ ବସିବ
আপনি তো দেখি সম্পূর্ণ ড্রেস চেঞ্জ করে সেটা হাবো কিন্তু কথা କରିବା କଥା ନହେଲେ ମାମା କହିବ ତ ସଞ୍ଜ ଦେଇନି ତୁ ଦେଇନି ସେଟା କରିବା କରିବା କମ୍ପଲସରି ଆମେ ଠାକୁର ତ ଆମ ଘର ଲୋକ ନୁହଁ ତ ମୋ ସାଙ୍ଗସାଥି ନୁହଁ ଯେ ମୁଁ ତାଙ୍କୁ ପୂଜା କରିବି ତାଙ୍କୁ ଶୋଇକି ଖାଇଦେବି କହିଲେ କେତେ ଜିନିଷ ରେଷ୍ଟ୍ରିକ୍ସନ୍ସ ଅଛି କେତେ ଜିନିଷ ଏଇଭଳି ଭାବେ କରାଯାଏ ଆମେ ଯେମିତି କହୁଛୁ ଯେ ରାତି 12ଟା ପରେ ହିଁ ବାର୍ଥଡେ କେକ୍ କାଟିବା କାହିଁକି এই ଜିନିଷଟା ତ ମାନିପାରୁଛୁ এই ଜିନିଷଟା ତ ମାନିପାରୁଛୁ ନା ଆମେ କହୁଛେ ଏଠିକି ଆମେ ଏଇଭଳି ଭାବେ ସଜ ହେଇଯିବା ସେଟା କାହିଁ କହୁଛୁ କାହିଁକି ଆମେ ଯେମିତି ଗଲେ ବି ହବ କିନ୍ତୁ ଆମେ ସେ ପ୍ରୋବ୍ଲେମ ହଉଛି ଆମଠି ଆମେ ଆମ କନଭିନିୟନ୍ସ ହିସାବରେ ଆମେ ସେଟା ବୋଲଲା ଅପଏଣ୍ଟେବଲ ମେ ବି 50-50 ଯଦି ମୋର ଇଚ୍ଛା ହବ କାଲି ଯାକୁ ପାରି ପକେ ଚାହିଁଲେ ମୁଁ ଏ ଡ୍ରେସଟା ପିନ୍ଧିକି ଆସିପାରିବି ମୋ ଇଚ୍ଛା କଲେ ମୁଁ ଆସିବିନି ତମେ 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 ଭଗବାନଙ୍କୁ ପୂଜା କରିବ ଇଚ୍ଛା କର ସେଟା ଭଗବାନଙ୍କୁ ପୂଜା କରିବ ସେଟା ତ ମାମାଙ୍କର ଇଚ୍ଛା ଭଗବାନଙ୍କ ଅପସନ ନୁହଁ ନା ତମେ ଯଦି ଭଗବାନଙ୍କୁ କମ୍ପଲସନ ତମେ ତମ ଇଚ୍ଛା ଇଚ୍ଛା ଦେଇପାରିବ କିନ୍ତୁ ମତେ ଲାଗୁଛି ଗୋଟେ ଯେ କ୍ରିଏଟର ତାକୁ ଆମେ ଅପସନ ହିସାବରେ ଇନଫ୍ୟାକ୍ଟ ଯଦି ଆମେ ରାଶି ଫଳ କଥା କହିବା ମୋ ମାମା ସକାଳୁ ଉଠି 8ଟା ବେଳେ ମୁଁ ଉଠିବି କି ନାହିଁ ଟିଭି ଲଗାଇଥିବି ରାଶି ଫଳ ସେଟା ତ ସତ ହୁଏନି କିନ୍ତୁ ମାମା ତାଙ୍କ ନର୍ମାଲ ପଜିଟିଭ ସାଟିସ୍ଫାକ୍ସନ ପାଇଁ ଦେଖିଦିଅନ୍ତି ଯେମିତି ମୋ 10th ବୋର୍ଡ ପୂର୍ବରୁ ମାମା ରାଶି ଫଳ ଦେଖିଲେ ନା ତ ଏକ୍ସାମ ରେଜଲ୍ଟ ହିଁ ଖରାପ ହବ 85% ଆସିଲେ ମୁଁ ଜମା ମାରିବିନି ଆସିକି ମତେ ଲାଗୁଛି ଯେ ଏଇ ଗୋଟେ ଜିନିଷ ଅଛି ଆମେ ଯେମିତିକି ଠାକୁର ପୂଜାଟାକୁ ଯେମିତି ଏବେ ସମସ୍ତେ ଗୋଟେ ଫ୍ୟାସନ ଆସିଗଲାଣି ଏ ଜିନିଷଟା ହଟି ଯାଉଛି ଆଉ ଗୋଟେ ଜିନିଷ ତମେ ଯଦି ପ୍ରାକ୍ଟିସ କର ନ କର ବାକି ମତେ ଲାଗୁଛି ସେ ଜିନିଷଟା ତମେ କରିବା ଜରୁରୀ ସେଟା ତ ପଜିଟିଭ ଗୋଟେ ଦିନ ଯୋଉ ଠାକୁର ପୂଜା ଭଲସେ କରିଦେଇଥିବି ସେଦିନ ସାଟିସ୍ଫାକ୍ସନ ସହ ପୁରା କାମ ପିସ୍ ସହ ଯିବ ସେ ଜିନିଷ ଖୁସି ମିଳେ ଶାନ୍ତି ମିଳେ ବାସ୍ ତାର ଆଉ କିଛି ସମୟ ଠାକୁରଙ୍କ ପାଖରେ ବସିଲେ ଭଲ ଲାଗେ ଆଉ ଯେମିତି ଆମେ ଜାଣିଛୁ ସେ ଜିନିଷଟା ଆମକୁ ଭଲ ଲାଗେ ନିଜେ କହିବେନି ମୋ ଇଚ୍ଛାରେ କେବେ ଲାଗିଛି ଆମେ ଜଣ ସହିତ କଥା ଆଡକୁ ଲକ୍ଷ୍ୟ ଦିଏ ଖାଲି ଖୋଲି ପିଲି ନା ତ ବି ଆଇଦର କହିଲେ ଠାକୁର ଅପସନ ଯଦି ମନ ନାହିଁ କର ନାହିଁ ବାଧ୍ୟରେ କରିବ ନାହିଁ ଯଦି ମତେ ଏତିକି କହନ୍ତି ଯେତେବେଳେ ଗାଧଉଛୁ ଗାଧା ତାପରେ ଠାକୁର ପୂଜା କରିବୁ ଶାନ୍ତି କରିବାକୁ ପଡେ ତୁ ଶୋଇଥିବୁ ଆସିବେ ତତେ ଏଇଠି ଲାଗିବ ମାନେ ମୋ ରେଷ୍ଟ ଏଇଟା ମତେ ଆମ ଘରେ ଆସିକି ଚାଲ ଦେଲେ ଖାଇବୁ କି ଚାଲ ଠାକୁର ପୂଜା ଟାଇମ ଟେବୁଲ ଅଛି ମଣିଷଟା ଚାଲାକ ଆମେ ଆମ କନଭିନିୟନ୍ସ ହିସାବରେ ସବୁ ଜିନିଷ ନେଇଯାଉଛୁ ସଞ୍ଜ ବେଳେ ଯେମିତି 6ଟା ବେଳେ ଆଉ ସଞ୍ଜ ନେଇକି ଯାଆନ୍ତିନି ଅଛି ଲେଖା ହେଇଛି ମାନୁଛନ୍ତି ତେଣୁ ଆମେ ଯେମିତି କହୁଛୁ ନା ଶାସ୍ତ୍ର ହିସାବରେ ମାନିବୁ ଆଉ ନିଜର ମନ ହିସାବରେ ମାନିବୁ ଆମେ ଏଇଠି ବସିଛୁ ମୁଁ ଠାକୁରଙ୍କୁ ଡାକିଲେ ଆମେ ଜାଣିଛୁ ଆମେ ଜାଣିଛୁ ଆମେ ଧୀରେ ଧୀରେ ଆମେ ମଣିଷ କଣ କରିବୁ ନା ଆଉ ତମକୁ ମନରେ ତ ଭକ୍ତି ଅଛି ମୁଁ ନ ପୂଜା କଲି ଏଟା ବି ଗୋଟେ କିନ୍ତୁ ଯଦି ଆକ୍ଚୁଆଲି ଭକ୍ତି କରୁଛୁ ତାହେଲେ ଯଦି ଆମେ ଜଣକୁ ଭଲ ପାଉଛୁ କିଛି ତ ମୁଁ କରିବି ନା ମନରୁ ତ ଆସୁଛି କରିବା ପାଇଁ ନା ତା ବାର୍ଥଡେ ଅଛି ତା ପାଇଁ ଯେତେବେଳେ ଜଗନ୍ନାଥଙ୍କ ସାମ୍ନାରେ କଣ ବସିଥାଏ କିନ୍ତୁ ଅଟୋମେଟିକାଲି ଭାରି ଜଏନ୍ସ ଇମୋସନ ଗୋଟେ କନେକ୍ଟ ହୁଏ ଜଗନ୍ନାଥଙ୍କର ଯେତେବେଳେ ବାହାରୁ କାନ୍ଦି କାନ୍ଦିବା ଭିତରେ ଯାଇଛି କଣ୍ଟ୍ରୋଲ ହବନି କୋଉଠି ଥିବ ନା କାନ୍ଦିଗଲେ ସ୍ପିରିଚୁଆଲ ପିସ୍ ଗୋଟେ ଆଉ ଜଣେ ଲୋକ କୁହନ୍ତି କି ଠାକୁର ଲାଗନ୍ତି ବାବାଙ୍କୁ ବି ଲାଗୁ ବାବା ଆଇଁଷ କୁହାଯାଏ ସାଇକୋଲୋଜିରେ ତମେ ଯାହା ଉପରେ ବେଶୀ ଡିପଲି ରିସର୍ଚ୍ଚ କରୁଥିବ ଲାଗେ ଆମେ ଫିଲିଂ ମାନେ ତମ আমি চাচ্ছি ঠাকুর রিপ্লাই দেবে কিন্তু লাগে যে পুস্তক কথা হচ্ছে ওকে সেই জিনিসটা খুব বেশি ভালো লাগে এবার সাপোজ আমি যদি রঞ্জি আমি সেপটে ভাবি
भी रोचे जो কিছু রিফ্লেক্ট হচ্ছে মতে জানা এবং আমি কিছু রিফ্লেক্ট করে আপনি কিছু ଯାହା କିଛି ମାନେ ତା ଭିତରେ ସେୟାର ନ କରିବେ ସେଠି ଯାଇକି ବସିକି ମାନେ ওভার থিংকিং এইগুলো ସେଟା লিড করে সেই হিসাবে ଆଉ ଯେମିତି ଆମେ କହୁଛୁ ଯେ ଆମେ ତ ମାନେ ଦିଟା ଜିନିଷ ବି କରିବା ଆମେ ଜାଣିଛେ ଯେ ମତେ ଠାକୁରଙ୍କ ପାଖରେ ବସିଲେ ଭଲ ଲାଗେ ରିଲାକ୍ସ ଯଦି ରିଲାକ୍ସ ଲାଗେ ତାହେଲେ ଯଦି ତାଙ୍କ ପାଇଁ ଏଇ କାମ ଅଛି କରିବାର ବା ଏଇ ହିସାବରେ କଲେ ଭଲ ବୋଲି କହୁଛନ୍ତି ଗୁରୁଜନ ମାନେ ଲେଖା ହେଇଛି ତାହେଲେ ମତେ ଲାଗୁଛି ସେଠି କୋଶ୍ଚିନ୍ସ କରିବା ବେଳେ ବେଳେ ଲାଗେ କି ବସୁଛନ୍ତି ଆଉ ଗୋଟେ ଲାଗେ ପ୍ରତ୍ୟେକ କଥା ଠାକୁରଙ୍କ ପାଖରେ ଜଣେଇଦେବି ମେନ୍ ଜିନିଷ ହେଲା କି ସକାଳୁ ଉଠିକି କୁହନ୍ତିନି ମୁଁ ସକାଳୁ ଉଠିକି ମାନେ ମୋ ମାମାଙ୍କ ପାଖରେ ୱାର୍ଡ ଗୋଟେ ବାହାରିବ ପାଣି ଗରମ ହେଲେ ଗାଧେଇ ତାପରେ ଠାକୁର ଘରେ ସେଟା ଭଲ ଜିନିଷ ତତେ ଶିଖୁଛନ୍ତି ତୁ ଶିଖିପାରୁ ନାଇଁ ଏମିତି କହିଲି ମାମା ରାଗ ଦିବନି ମୁଁ ଗାଧେଇକି ପଳେଇ ଆସେ ଠାକୁର ପୂଜାଟା କରିଦିଏ ମୁଁ ସେଭଳିଆ ଫିଲିଂ ଯୋଉଟା କି ମୁଁ ନିଜେ ଯେତେବେଳେ ଥରକ ମୁଁ ଯୋଉଦିନ ସାତଟା ଉଠିଯାଏ ଯେ ମୁଁ ଯେମିତି କହିଲି ନା ମୁଁ ଯାହାକୁ ଭଲ ପାଇବି ତା ପାଇଁ କେତେ ଜିନିଷ କରିବି ଅଟୋମେଟିକ ଯଦି ସେଥିରେ ଅଟୋମେଟିକ ଆସିଛି ଗୋଟେ ମଣିଷ ପାଇଁ ତାହେଲେ ଆମେ ସୁପ୍ରିମ ବେଳକୁ କାହିଁକି ମନରେ କୋଶ୍ଚିନ୍ସ ଆସୁଛି ମୁଁ କରିବି ଏବେ କରିବି ଆଉ ଟିକେ କେବଳ ଏଥିପାଇଁ ଯେ ଠାକୁର ଆମକୁ କହିପାରୁନାହାନ୍ତି ବା ଗାଳି କରିପାରୁନାହାନ୍ତି ତା ଛଡା କିଛି ନାହିଁ ଯଦି ମଣିଷ କଥା ଆମେ ଏଠି ମଣିଷଟା କହିଛି ମତେ ଦିଟାରେ ମୋ ପାଖରେ ପହଞ୍ଚିବ ତ ହବ ଚାରିଟାରେ ପହଞ୍ଚିଲେ ଚଳିବ ଚାରିଟାରେ ପହଞ୍ଚିଲେ ସେ ମତେ ଗାଳି କରିବ ବା ବିକ୍ରି କରିବ ମାରିବ ବା ରାଗିବ ତାପରେ ମୁଁ ସେଇ କାମଟା କରିବି କିନ୍ତୁ ଭଗବାନ ଯଦି କହୁନାହାନ୍ତି ଆମକୁ ଲାଗୁଛି କହୁନାହାନ୍ତି ତ ଦିଟାରେ ଗଲେ ଚଳିବ ଚାରିଟାରେ କିଛି ମୁଁ ଆମେ ବି ଛୁଆଟା କହୁନାହାନ୍ତି ତ ସେଟା ହଉଛି ହେଇଛି ହଉଛି ହେଇଛି ଗୋଟେ ଆମେ ଯେମିତି ଗୋଟେ ପଜିଟିଭନେସ୍ ପଜିଟିଭ ହିଁ କନେକ୍ଟ କରିବୁ ଯୋଉ ଆମେ ଯୋଉ ଯେମିତି ତମେ ଦେଖିବ 40 ସାଙ୍ଗ ଥିଲେ କ୍ଲାସରେ ତମେ ଦିଟା ସାଙ୍ଗ ସହିତ କନେକ୍ଟ କରିବ ବା ଚାରିଟା ସାଙ୍ଗ ସହିତ କନେକ୍ଟ ଲାଗିବ ଯେ ଆ ସହିତ କଥା ହେଲେ ଚଳିବ ମାନେ ପ୍ରଥମ ଦେଖା ପାଇଁ ଦି ତିନି ଥର ଦେଖା ଭିତରେ ଆମକୁ ଲାଗିଛି ନା ଏତେ ସାଙ୍ଗ ଭିତରେ ସେଇ କ୍ଲାସରେ ଆମେ ସେଠି ଆମ ଏବେ ପଜିଟିଭନେସ୍ ନେଗେଟିଭ କିନ୍ତୁ ଦେଖିଥିବ ଯେ ତମ କ୍ଲାସରେ ଯୋଉ ଦୁଷ୍ଟାମି ଥିବ ତାଙ୍କର ଟୋଟାଲ ଗ୍ରୁପଟା ଦୁଷ୍ଟ ହେଇଯିବ ଯାହାକୁ ବ୍ୟାଡ୍ ବେଞ୍ଚର୍ସର ଟାଇମ୍ ମିଳିଯାଏ ସମସ୍ତେ ଦୁଷ୍ଟ ହେଇଯିବ ଯେ ତମେ 4-5 ଜଣ ଭଲ ପଢୁଛ ବା ତମମାନଙ୍କ କଥାବାର୍ତ୍ତା ଅଟୋମେଟିକ ତମେ ଗୋଟେ ଗ୍ରୁପ ହେଇ ହିଁ ଯାଅ ଏବେ ମୁଁ କ୍ଲାସ ଫର୍ମ ଏପର୍ଯ୍ୟନ୍ତ ଏତେ ସାଙ୍ଗ ଆସିଛନ୍ତି କିନ୍ତୁ ତଥାପି ମୋର ଗ୍ରୁପ କେମିତି ଗୋଟେ ହେଇକି ଯାଏ ଆଉ ପୁରା ଲାଷ୍ଟିଂ ଚାଲିଥିବ ଆଉ ତା ସହିତ ମତେ ଲାଗେ ଯେ ପୁରା Wise match କରୁଛି ସେ ମୁଁ କହିପାରିବି ମୁଁ ରାଗି ପାରିବି ସବୁ ଜିନିଷ ସେ ଫିଲିଂସ ବି ସେୟାର କରିପାରିବି ସାଙ୍ଗମାନଙ୍କୁ ଥାଏ ଯେ ଏମିତି ନାହିଁ ଯେ ମୁଁ ତାଙ୍କ ସହିତ ଡେଲି କଣ୍ଟାକ୍ଟ ନେଇ ମୁଁ ଦିବର୍ଷରେ ଫୋନ କଲେ ବି ଆମର ସେଇଠୁ ହିଁ ଷ୍ଟାର୍ଟ ହୁଏ କଥାବାର୍ତ୍ତା ଲାଗିବ ଯେ ଚାଲିଛି ଓକେ ସେ ଯୋଉ ରାଗ ଅଲଗା ଟାଇପ ସେଇ ଯୋଉ ମ୍ୟାଚ୍ ସେ ସେମ୍ ଆମେ ବି ଭଗବାନ ସେମ୍ ଜିନିଷ ମନଟା ଖୁସି ଲାଗେ ମାନେ ସକାଳୁ ରାତିରେ ଯାଇକି ମନ୍ଦିରରେ ଅଛି ତାପରେ ମାନେ ଯେତେବେଳେ ଇଏ ହେଲା ତ ମୁଁ ସେଇଦିନ ସେଇ ସାଙ୍ଗେ ସାଙ୍ଗେ ଯାଇକି ଏମିତି କଥା କହିକି ଆସିଲି ମନ୍ଦିରରେ ତାପରେ ଆମେ ଟୋଟାଲ କହୁଥିଲି କି ନା ଠାକୁରଙ୍କର ମାନେ ପୁଣି ଗୋଟେ ସତର ଟାଇମ୍ ହେଇଲା ପୁରା ଠାକୁର ଛିଡି କରେ ଦେଖ ତମେ ଆମେ ଜାଣିଛେ ସେଟା ଯିବା ରହିବ ଆମେ ରାଗକୁ ଲାଗିବ ରାଗିବା ଆମେ ରାଗିବ ସେଟା ଗୋଟେ ଅଭୁମାନ ସେଟା ରାଗ ଲାଗିବ ଯାହାକୁ ଆମେ ନିଜର ଭାବୁ ତା ଉପରେ କିଛି ଅଭିମାନ ଛାଡି ଆମକୁ ଲାଗିଲା ଯେ ତମେ କାହିଁକି ରାଗ ଲାଗିବ ସବୁ କିନ୍ତୁ ଦେଖ ଯିଏ ଚାଲିଗଲେ ତାଙ୍କର ବି କିଛି ଗୋଟେ ପୂର୍ବର କର୍ମ ଜଲ୍ଦି ଯିବା ଆଉ ସତ କଥା ହେଲା ଏଇ ଯୋଉ ପୃଥିବୀ ରହିବା ଅଲଗା ଟାଇପ ର ତେଣୁ ଆମେ ଖୁସି ହବା କଥା ଯଦି ବି ଚାଲି ଯାଇଛନ୍ତି ଭଲରେ ଯାଇଛନ୍ତି ଖୁସି ହବା କଥା ଏକ୍ସାମ୍ପଲ ବହୁତ ଜଲ୍ଦି ସେମାନେ ଚାଲିବେ ଓକେ ମୋ ବୋଉ ବି କାନ୍ଦି ମତେ ବି ବହୁତ କଷ୍ଟ ଲାଗେ ଘରେ ଖାଲି କାଶ 3 ମାସରେ
କାହାର ପ୍ରାରବ୍ଧ କଣ ଅଛି, କାହାର କୋଉଟା ଭୋଗିବାର ଅଛି ସେଟା ତ କହିପାରିବନି। ଆମେ ଜାଣିନେ ନା କାହାର। ଆମେ ଯେମିତି କହୁଛେ ଆମେ ପୂର୍ବ ଜନ୍ମ ପର ଜନ୍ମ ବିଶ୍ୱାସ କର ନ କର ଅଲଗା କଥା, କିନ୍ତୁ ଅଛି କିଛି ଜିନିଷ ଭିତରେ କନେକ୍ଟ। ଯେତେବେଳେ ଆମେ ଦେଖୁଛେ ଯେ ମୁଁ ଯେତେବେଳେ ମୋ ଅଜା ଆଈ ଚାଲିଗଲେ, ମୁଁ ଭାବିଲି ଯେ ହଠାତ୍ କାହିଁକି ଚାଲିଗଲେ, ଏମିତି କାହିଁକି ହଠାତ୍ ସବୁ ଚାଲିଗଲେ। ତାପରେ ମୁଁ ଭାବିଲି ବହୁତ ଭଲ ହେଇଛି, କାରଣ ମୋ ମାଇଁ ମାନଙ୍କୁ ଭଲ, ମୋ ମାଇଁ ସେବା କରିନଥାନ୍ତି, ମୋ ବୋଉ ତ କରିପାରିନଥାନ୍ତି। ସେ ଇଏ ଯେମିତି କହୁଛି ଠାକୁର ପାଖେ ବସିଲା, ମୋ ବାପାଙ୍କ ବହୁତ ସିଭିୟର ଦେହ। ମୁଁ ଏଇ ଯୋଉ ଠାକୁରଙ୍କ ଛୋଟ ମୂର୍ତ୍ତିଟେ ଧରିକି ମାନେ ତାଙ୍କୁ ଗାଧାଇ ରୁହେ, ତାଙ୍କ ସହିତ ପାଣି ରୁହେ। ସବୁ ରାତି ନିଦ ହୁଏନି, ଏବେ ଅଲଗା ଫିଲିଙ୍ଗ ସେ ଏକ୍ସପିରିଏନ୍ସ ରିଲେଟ କରିପାରୁନି। ଚାରିଟା ବେଳେ ଉଠିକି ମତେ ମତେ ଜାଣିବେ ଚାରିଟା ଉଠିକି ମହାମୃତ୍ୟୁଞ୍ଜୟ ପାଠ ପଢ, ପଜିଟିଭନେସ୍ ଆମେ କରିଛୁ। ମୁଁ ଦିନେ ଶୋଇ ମାନେ ନିଦ ହୁଏନି, ବଟ୍ ନିଦ ଲାଗିନି, ବିଶ୍ୱାସ ମିଛ କହୁନି। ମୁଁ ଏମିତି ଧରିକି ଏମିତି ମତେ ଶୋଇଛି, ରାତିରେ ମା ଦୁର୍ଗା ମାଙ୍କର ମୂର୍ତ୍ତିଟା ଅଛି, ମତେ ଏମିତି ପୁରା ଉଠେଇଲେ, ମାନେ ଜମା ବି ମିଛ ନୁହଁ, ଏମିତି ଛୋଟ ବେଳେ ରାମପୁରନ୍ତନି ସେମିତି ଉଠେଇଲେ, ଆଖି ଖୋଲା ସମାନ ଚାରିଟା ଇଏ ମାନେ ମୁଁ ତାପରେ ସେଇ ଯୋଉ 20-25 ଦିନ ଭିତରେ ନିଜକୁ ଏତିକି ତ ଷ୍ଟ୍ରକ୍ କରିପାରିଲ ଦେଖ। ଯେତେବେଳେ ବାପା ଭିତରେ ଆଡମିଟ ଥିଲେ, ଆମ ଆଖି ଆଗରେ ବହୁତ କମ ବୟସ୍କ, ବହୁତ ଅଧିକ ବୟସ୍କ, ସବୁ ଭେରାଇଟିର ଲୋକ ଚାଲିଛି। ମୋ ବାବା ମାନେ ଏମିତି 12 ଦିନ ଭିତରେ ଦିଟା ଭଉଣୀ ଭାଇ କହିଲେ ମାନେ ଚିଡିବେ। ମୋର ଚିଡା ଚିଡି ବାଲା କନସେପ୍ଟ ମୋର ହଉଛି ମୋ ଟାଇମ ସିଡ୍ୟୁଲ ଯଦି କିଏ ଓ ସକାଳୁ ଉଠିକି ବାବାଙ୍କର ବ୍ରଶ କରିକି ନିହାତି 3 ଘଣ୍ଟା ପଢୁ, ଯାହା ପଢିଲା ମ୍ୟାଥ କରେ, ସାଇନ୍ସ କରେ, କିଛି ଏକ୍ସଟ୍ରା ସ୍କିଲ୍ସ ଉପରେ ଆପ୍ଲାଏ କରେ, କିନ୍ତୁ 3 ଘଣ୍ଟା ମୁଁ ମୋ ପାଇଁ ରଖିବି। ସେ 12ଟାରେ ଉଠେ, 1ଟାରେ ଉଠେ, 2ଟାରେ ଉଠେ, କିନ୍ତୁ ମୋ ପାଇଁ ଦେବି, ତାପରେ ଏକ୍ସଟର୍ନାଲ ମ୍ୟାଟର୍ସ। ଅପସନ ହିସାବରେ ମିଳୁଛି, ଏଇ ଜିନିଷଟାକୁ କାହିଁ କରୁଛୁ? ଆମେ ଦେଖ ମୁଁ କହୁନି ଯେ ମୁଁ ଥକୁନି, କାହିଁକି ଆମେ ଯଦି ହବ ଗ୍ରାଣ୍ଟେଡ କେବେ ନେଇକିନି କି ଏ ଜିନିଷ ମତେ କରିବାର ନାହିଁ, ଏ ଜିନିଷ ମତେ ଟିକେ ପଛ କରିବାର ତ ଇଏ ଜିନିଷ ମୁଁ ଗ୍ରାଣ୍ଟେଡ ମତେ ଟିକେ ପଛ କରିଲେ ବି ଚଳିଯିବ, କିନ୍ତୁ ଇଏ ଜିନିଷ ପଛ କଲେ ଚଳିବ। ଏମିତି ଜିନିଷ ଚଳିବରେ, କାରଣ ସିଏ ଚଳିବ ନ ମାଇଣ୍ଡ ଚଳିବ ସେଟ। ତ ନାହିଁ। କିନ୍ତୁ ମୋର ଇଏ ଜିନିଷ 3 ଘଣ୍ଟା ମାନେ 3 ଘଣ୍ଟା ପ୍ରପର। କଲେ ତାର ବହୁତ କମ ବୟସର ବିଭିନ୍ନ ଲୋକ କହିଲେ ମତେ ବିଶ୍ୱାସ ମିଛ କହୁନି, ମୁଁ ସେତିକି ବି ମୁଁ ନିଜେ ଭାବିଲି ଯଦି ବି କିଛି ବି ହେଇ ବି ଯାଉଛି, ତାହେଲେ ଲାଇଫ ତ ଷ୍ଟପ୍ ହବନି। ଭାଇ ସମସ୍ତେ ଅଛନ୍ତି, ଯଦି ଏଇଟା ହିଁ ତାଙ୍କର ଇଚ୍ଛା, ତାହେଲେ ଏଇଟା ଗୋଟେ ଶିରୋଧାର୍ଯ୍ୟ, ଯଦି ଏଇଟା ଇଚ୍ଛା ତାହେଲେ ଏଇଟା ହଉ। ଯଦି ଇଚ୍ଛା ଯଦି ଏଇଟା ତ ହବନି ନା, ଆମେ ତାକୁ ଇଚ୍ଛା ଯାଇପାରିବୁ। ମୋ ଜେଜେ ବି ଏପର୍ଯ୍ୟନ୍ତ ଅଛନ୍ତି, ତାଙ୍କର 3ଟା ଯାକ ପୁଅ ନାହାନ୍ତି, କିନ୍ତୁ ତାଙ୍କ ଝିଅ ମାନେ ବେଳେ ବେଳେ ରାଗିନା କରିବେ, ତୋ ପୁଅ ମାନେ ଏମିତି କଲେ ଆସିବ ଯିବ। ଏଇ ମାସେ ହବ ମୋ ଜେଜେ ପଡିଗଲା, ଉଠି ଚାଲି ପାରୁନାହାନ୍ତି। ଜିନିଷ ଇରିପ୍ଲେସେବଲ ବାପା ମା ରିପ୍ଲେସେବଲ, କିନ୍ତୁ ଆମେ ଜାଣିଛୁ ଯୋଉଠି ବି କିଣିବୁ ସେଟା ବୁଝିପାରୁନୁ କି तो बाबा डॉक्टर थे ସବୁ ଲୋକ ଆସିକି ଗୋଟା ଗୋଟା ଠାକୁରଙ୍କୁ ଭଲ କୁକୁର କମ କରିଦେଇଛୁ ସେଟା କିଛି ଭାବ ଆମେ ବୁଝୁଛେ, ଆମେ ଗୋଟେ ଆସିଛି ଗୋଟେ ଏରିଆ ଗୋଟେ ରିଲେସନସିପ ଆସିছে ଭାଇ ଭଉଣୀ ବାପା ଝିଅ ହିସାବରେ, এটা ବହୁତ ଡିଫିକଲ୍ଟ। ଯେତେ ଚାଲିଗଲେ ସେ ଚାଲିଗଲେ ତା ଠାକୁରଙ୍କ ପାଖେ ମଜାରେ ହିଁ ଥିବେ ସେ। ମୁଁ କହିବି ମୋର ଆମ ଉପରେ ଖୁସି ଆସୁଛି ଆମ ପାଇଁ ସବୁ। ଆମେ ନା କାନ୍ଦୁଛୁ ସିନା ଏତିକି ଏତିକି କଥା, ମୋ ଜେଜେ ଯେ ଥିଲେ ମୋ ଗ୍ରାଣ୍ଡଫାଦର ନା ତାଙ୍କ ମଦର ଥିଲେ ନା ତାଙ୍କ ଫାଦର ଥିଲେ, ବହୁତ ଛୋଟ ଥିଲେ ସେ ଅର୍ଫନ୍ ଥିଲେ, ତାଙ୍କୁ ଏକରେ କେହି ଆଡପ୍ଟ ବି କରିନଥିଲେ କି କିଛି। ତ ସେଇ ସିଚୁଏସନ ଜେଜେ କେମିତି ନିଜେ ଜେଜେ ସେ ସିଚୁଏସନକୁ ଟ୍ୟାକଲ କରୁଛନ୍ତି, ଏବେ ବି ଭାବିଲେ ଜେଜେ ଶୁଣିଲେ ଦେହ ଥରୁଛି। ଜାଣିପାରୁଛି।
ମାନେ କାନ୍ଦନ୍ତି କିନ୍ତୁ ବି ନା ଆଗରେ ପ୍ରାକ୍ଟିକାଲ ତାପରେ ବି ଯଦି ଆମେ ସେପଟ ସାଇଡ୍ ଭାବିବା ସିଏ ସିଏ ଚାଲି ଯାଇଛି ସେପଟ ସାଇଡ୍ ଭାବିବା ଯେମିତି କି ଆମେ ସତରେ ଏଇ ଯୋଉ ଆମେ ଯୋଉ ସମ୍ପର୍କରେ ବନ୍ଧା ହେଇଛି ବହୁତ ବହୁତ ସାରା ଯିବାର ଅଛି ତାର କାମ ଅଛି ତାପରକୁ ଅଛି ନା ଇଏ ଯଦି ଆମର ଆକ୍ଚୁଆଲି ବି କିଛି କିଛି ବନ୍ଧା ବନ୍ଧି ସିଷ୍ଟମ ତା ପାଇଁ ମନ ବେଳେ ଏକ୍ଜିଷ୍ଟେଡ୍ ଲାଗିଥିଲା କାହିଁକି ଏ କଣ କିଏ ଗୋଟେ ଆସିଲେ ସେ କାନ୍ଦିଲା ମୋ ଲାଗୁଛି ସେଥିପାଇଁ ତ କହିଲି ଏଟା ମାୟା ବାଲା ସଂସାର ବାଧିବ ସେ କଣ କହିଲେ ତାର ବହୁତ ହି ଆଫେକ୍ଟ ସତରେ ମତେ ଲାଗୁଛି ଏଇ ଜାଗାରୁ 100% ଯିବା ଗୋଟେ ବେଶୀ ଇନଫ୍ୟାକ୍ଟ ମୋ ମଦରଙ୍କର ମାମା ସେଟା ଗୋଟେ ଜିନିଷ ଯେ ଆଉ ତାପରେ ଆମେ ଯେମିତି ଜାଣିଛେ ଗୋଟେ ଜାଗାରେ ହଜାର ହଜାର ଲୋକଙ୍କ ପାଦ ପଡିଲା ମନ୍ଦିର କହନ୍ତି କାହିଁକି କଲ ଯୋଉ ଜାଗାରେ ଏତେ ଲୋକଙ୍କୁ ପାଦ ପଡେ ସେ ଜାଗା ଅଲରେଡି ପବିତ୍ର ଯେମିତି କହିଲୁ ଯେ ଅନଲାଇନରେ ଏତେ ଲୋକ ଆସିଲେ ତ ସେଟା ଇଣ୍ଡିକେଟ କରୁଛି ଯେ ସେ କେତେ ଭଲ ଥିବେ ମାନେ କେତେ ଲୋକ ଆସିବେ କେତେ କନେକ୍ଟ ସେ ହେଇଛନ୍ତି ସେ ଜିନିଷ ତ ଆମେ ତାକୁ ତ ଆମେ ଯାହା ଛୋଟିଆ ଛୋଟିଆ ମେଡିସିନ ଦେଲା ତ ସିଏ ଯାଇକି ମାନେ ସବୁଠି ଯାଇକି ଯା ଆଜି ଘରକୁ ଟିକେ ଆସିକି ଦେଖିବାକୁ ତା ମାଗଣା ଦେଇଦେବେ ତା ଘରେ ବି ସେ ଗଲା ପରେ ଆମ ଘରେ ଏତେ ମେଡିସିନ ଥିଲା ତାକୁ ନେଇକି ସବୁ ତ କାହିଁକି ନା ଯେତିକି ଆମେ ଆମ ଏବେ ଆମ ପାଖରେ ଯେତିକି ଜାଣିଛୁ ତେଣୁ ଲାଇଫରେ ଅପସନ ନଥାଏ ଷ୍ଟ୍ରଙ୍ଗ ଅପସନ ଅପସନ ଲାଇଫ କଥା ଷ୍ଟ୍ରଙ୍ଗ ରହିବି କାନ୍ଦିବି ନ କାନ୍ଦିବି ଅପସନ ଷ୍ଟ୍ରଙ୍ଗ ମତେ ସେଟା ବି ଭଲ ଲାଗେ ଆଉ ଆମେ ଜାଣିଛୁ ଯାଇଛନ୍ତି ଭଲ ଯାଇଛନ୍ତି ଯୋଉଠି ଅଛନ୍ତି ଭଲ ଆମେ ଜିନିଷ କେବେ ଫିଲ୍ କରିବୁ କିନ୍ତୁ ମୋ ମାମାଙ୍କର ଯେ ମାମା ସେ ମୋ ମାମା 3 years ଥିଲେ ସିଏ ତାଙ୍କ ଡେଥ୍ ହେଇଗଲା just because of the tuberculosis ସମସ୍ତ ଘର ମତେ ମୋର ଯେ ଅଜୟ ଥିଲେ ସେ ସେକେଣ୍ଡ ମ୍ୟାରେଜ କରି ସେଟେଲ ହେଇଗଲେ ପୁଣି ଦିଲ୍ଲୀରେ ଇନଫ୍ୟାକ୍ଟ ମୋ ମାମା ଆମ ଗାଁରେ ସବୁଠୁ ରିଚେଷ୍ଟ ମ୍ୟାନ୍ ଝିଅ ଥିଲେ ଫିର ବି ମୋ ମାମାଙ୍କୁ ଏଭଳିଆ ଲାଇଫ ଯିବାକୁ ପଡିଲା ଯୋଉଟା ମୋ ମାମା ଡିଜର୍ଭ କରନ୍ତି ବସ୍ ତାଙ୍କ ମାମା ନଥିଲେ ଆଉ ଅଜୟ ସେକେଣ୍ଡ ମ୍ୟାରେଜ କରି ତାଙ୍କ ସେଟେଲ ହେଇଗଲେ ମୋ ମାମାଙ୍କୁ ପଚାରିଲେ ଆମେ କେହି ରହିଲେନି ନା ମୋ ମାମା ଯେତିକି ଯେତିକି ସରକମଷ୍ଟାନ୍ସେସ ରେ ଆସିକି ଏ ଜିନିଷକୁ ଆଣିଛନ୍ତି ମାମା କହିଛନ୍ତି ସେଇଥିପାଇଁ ମାମା କହିଲେ ଜୀବନରେ ଯିଏ କହିବ ତା କଥା ଶୁଣିବ ତୁ ତୋ ମନରେ କରିବୁ ତାହେଲେ କଣ ମୁଁ ବିବାହ କରିବି ସେ କଥା କାହିଁକି ମୋ ଭାଇ ଘରିକା ଯେତେ ଅଛନ୍ତି ମୋ ନିଜ ଭାଇ ତ କେହି ନାହାନ୍ତି ମୋ ସବୁ କଜନ ବ୍ରଦର ଅଛନ୍ତି ସେମାନେ ବି ଗୋଟେ କଥା କହିବେ ପୁଅ ପିଲା ହିସାବରେ ମୋ ବାପା ମାମା ମତେ ସବୁ ଏତିକି କରନ୍ତି କି ଭାଇ ତୁ ମାନ ତୋ ଇଚ୍ଛା ହଉଛି ତୁ ଏଠିକି ଯା କିନ୍ତୁ ମୁଁ କେବେ ଏତିକି ସେମାନେ ପ୍ଲସ ଏଇ ଜିନିଷଟା ଭୁଲ କାମ କେବେ କରିବେନି ସେମାନେ ଜାଣିଛନ୍ତି କି ମୁଁ ସମସ୍ତଙ୍କଠୁ ଅଲଗା ସବୁ ଝିଅ ପିଲାଙ୍କଠୁ ଅଲଗା କି ମୁଁ ଏ ଜିନିଷ କରିବି ସେ ଜିନିଷ କରିବି ଠାକୁର କହିବା ଓ ସାନ ଭଉଣୀ କହିଲା କି କଣ ନା ମୁଁ ବାବା ହେଇଛି ନା କଣ ଗୋଟେ ଏମିତି କଣ ବୋଧେ ରିଲ୍ସ ବଗେରା ଦେଖିଥିଲା ମୋଟିଭେଟ ହେଇଯାନ୍ତି ମୁଁ ତାକୁ ସେଇଠୁ ଡେଲି ଚଢି ମୁଁ କହିଲି ବି ପ୍ରାକ୍ଟିକାଲ ଇନ ଦିସ୍ ୱାର୍ଲ୍ଡ ତୋର ତୋର ନିଜ ଇମାଜିନେସନ ୱାର୍ଲ୍ଡରେ ରହିଯିବୁ ତତେ ଲାଗିବ ସବୁ ଜିନିଷ ଠିକ ପ୍ରାକ୍ଟିକାଲ ୱାର୍ଲ୍ଡକୁ ଆସିବ ଲାଗିବ ପ୍ରତି ଜିନିଷ ତମେ 5 ମିନିଟ ଭିତରେ 5 ମିନିଟ ପରେ ରିଗ୍ରେଟ ହବ ସେ ଜିନିଷକୁ ପାଇବ ମୁଁ ପ୍ରାକ୍ଟିକାଲି ଭାବିଲି ନା ମୋ ଘରେ ସମସ୍ତେ ପୁରା ଭଲ ସ୍ପିରିଚୁଆଲିଟି ଉପରେ ବିଲିଭ କରନ୍ତି କିନ୍ତୁ କେବେ ମାନେ ସେମାନେ ଭୁଲ କହିନାହାନ୍ତି କି ସବୁ ଭୁଲ ସେ ଜାଗାରେ ଆକ୍ଚୁଆଲି ଲାଇଫ ଯଦି ଆମେ ସକ୍ସେସଫୁଲ ଲାଇଫ ତ ଆମେ କେବେ ବି କାହାର ଲାଇଫ ନାହିଁ ପରଫେକ୍ଟ ଜିନିଷ ତ ଏକ୍ଜିଷ୍ଟ କରେନି ନା କରେନି କିନ୍ତୁ ସବୁ ଜିନିଷ କହିଲେ ମୁଁ ପ୍ରାକ୍ଟିକାଲି କହୁଛି ତା ମାନେ ମୁଁ ସ୍ପିରିଚୁଆଲିଟି ବି କମେଇଛି ପରଫେକ୍ଟ ଲାଇଫ ହେଲା ବାଲାନ୍ସ ବାଲାନ୍ସ କରିବାକୁ ପଡିବ ମତେ ପ୍ରାକ୍ଟିକାଲି ହିସାବରେ ସ୍ପିରିଚୁଆଲିଟି ହିସାବରେ ବିଜନେସ ହିସାବରେ ମୋ ନିଜ କର୍ମ ହିସାବରେ ବାଲାନ୍ସ ମୋ ସାଙ୍ଗ ହେଇଛି ତଥାପି ମୁଁ ଏତେ କଥା ଭାବିପାରୁନି ଭାବୁଛି କିନ୍ତୁ ହଁ ଆଗକୁ ମାମା ମାସକ ପୂର୍ବରୁ କହିଲେ ମୁଁ ତତେ ଜମା ମାରିବୁ ମୋ ଝିଅ ଯେତେ ମାରିବୁ କିନ୍ତୁ ଯେତେବେଳେ ଟେଷ୍ଟ ରେଜଲ୍ଟ ହେଇଗଲା 5 ମିନିଟ ପୂର୍ବରୁ ଏଇଠି ଯୋଉ ଛଣା ଛଣି ବାଲା ଥାଏ ଗୋଲ ବାଲା ସେଟା ତ ଏକା ସାଣ୍ଡେଲ ଥୁଆ ହେଇଥିଲା ତାପରେ ବେଲଣା ଥୁଆ ହେଇଥିଲା ଛୁରୀ ଥୁଆ ହେଇଥିଲା ଛୁରୀର ଗୋଟେ ଏଇଠି ପଡିଛି ଆଉ ସେ ଯୋଉ ଗ୍ୟାସ ଗରମ ହେଇକି ହେଇଥିଲା ଖଡିକା ଏଇଠି ଲାଗିଛି ତାପରେ ସାଣ୍ଡେଲ ଟା ଉପରେ ଭରା ଛାଡିକି
नानी बोला आजकल पढ़ाई में तेरे घर करना लगे नहीं और मजबूरी এটা कितने চপ্পল परसेंट আমার ये পড়া रहा হপ্পাড়ি नहीं मैं मैंने रिसेट पे আচ্ছা 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 এইরা হপ্পাড়ি আমার সাইকেল দিব নিচে ঘটড়া এলা ভাজিনি সেটা আমি चालू आराम से তো ମାମା କହିଲେ ମୁଁ ଗୋଟେ କପଡା ବି ଧୋଇ ପାରିଲେ ମାମା ତ ବସିଥିଲେ ପର୍ଯ୍ୟନ୍ତ ମତେ ଏମିତି କାନ୍ଦ ଲାଗୁଛି ଖାଲି ଗୋଟେ ଅଭ୍ୟାସ ଯାହା ଆମେ ବେଶୀ ଡିପେଣ୍ଡେଣ୍ଟ ନୁହଁ ସେ ତ ଛାଡିକି ଗଲା ପରେ ଆଜ୍ଞା ବୋଲେ ନେଇ ଦୋସ୍ତ